ପିଲାବେଳର ସାଙ୍ଗମାନେ ସବୁ ମିଶି ଢେଙ୍କାନାଳ ଜିଲ୍ଲାରୁ ଭୁବନ ଗାଁକୁ ଗଲୁ। ଭୁବନ ଗାଁ ପାଖରେ ବ୍ରାହ୍ମଣୀ ନଦୀ ପ୍ରବାହିତ ହେଉଛି ଆଉ ଆମେ ସମସ୍ତେ ସେଇ ବ୍ରାହ୍ମଣୀ ନଦୀରେ ଗାଧେଇଲୁ। ଗାଧେଇଲା ପରେ ଆମେ ସେଇ ନୀଳକଣ୍ଠପୁର ଗାଁକୁ ଗଲୁ, ଯେଉଁଠିକି ବାଜି ରାଉତଙ୍କର ସ୍ମୃତି ପୀଠ ଅଛି। ସେ ଶହୀଦ ବାଜି ରାଉତ ହେଉଛନ୍ତି ୱାର୍ଲଡର ୟଙ୍ଗେଷ୍ଟ ଫ୍ରିଡ଼ମ୍ ଫାଇଟର, ଯାହାକୁ ଇଂରେଜମାନେ 1938 ମସିହାରେ ଗୁଳି କରି ମାରି ଦେଇଥିଲେ। କାରଣ ସିଏ ଇଂରେଜମାନଙ୍କୁ ଡଙ୍ଗାରେ ବସିବା ପାଇଁ ମନା କରିଥିଲେ, ତେଣୁକରି ତାଙ୍କୁ ଗୁଳି କରି ମାରି ଦେଇଥିଲେ। ଆଉ ସିଏ ହେଉଛନ୍ତି 12 ବର୍ଷର ବାଳକ। ତାପରେ ଆମେ ପିକନିକ୍ ସ୍ପଟ୍କୁ ଗଲୁ। ପିକନିକ୍ ସ୍ପଟ୍ରେ ଆମେ ସାଙ୍ଗମାନଙ୍କ ସହିତ ମିଶି ସମସ୍ତେ ଭୋଜି ଖାଇଲୁ। ଭୋଜି ଖାଇସାରିଲା ପରେ ଆମେ ସମସ୍ତେ ପୁରୁଣା ସ୍ମୃତିର ଉଚ୍ଚାରଣ କଲୁ। ଆଉ ସାଙ୍ଗମାନେ ସମସ୍ତେ ମିଶି ନାଚ, ଗୀତ, ଡ୍ୟାନ୍ସ, କମେଡ଼ି, ମିମିକ୍ରି ସବୁ ପ୍ରକାର ଏନ୍ଜୟମେଣ୍ଟ କଲୁ। ବହୁତ ଖୁସି ଲାଗିଲା।